ପାରାଦୀପ ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ ଏବଂ ପାରାଦୀପ ପୋର୍ଟ ଡିଏଲ୍ଆର୍ କଣ୍ଟ୍ରାକ୍ଟର ଶ୍ରମିକ ସଂଘ ତରଫରୁ ପାରାଦୀପ ବନ୍ଦର ଟ୍ରଷ୍ଟକୁ 4 ଦଫା ଦାବିପତ୍ର ପ୍ରଦାନ କରିଥିବା ପ୍ରକାଶ କରିଛନ୍ତି। ଦାବିଗୁଡ଼ିକ ତଥା ସମାନ କାମକୁ ସମାନ ଦରମା, ଚାକିରି ସରିବା ପରେ 15 ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ପ୍ରଦାନ କରିବା, ଶ୍ରମିକମାନଙ୍କୁ ସୁଲଭ ଚିକିତ୍ସା ପ୍ରଦାନ ଓ କାର୍ଯ୍ୟକାଳ ଅବଧିକୁ 3-4 ବୃଦ୍ଧି କରିବା ପାଇଁ ଶିଳ୍ପମନ୍ତ୍ରୀ ସମ୍ପତ ଚନ୍ଦ୍ର ସ୍ୱାଇଁ ଓ ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ ଓ ପାରାଦୀପ ବନ୍ଦରକୁ 4 ଦଫା ଦାବିପତ୍ର ଦେଇଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ ଶ୍ରମିକ ନେତା ଅରିନ୍ଦମ ଶ୍ରକେଲ। ଡାକିବାର ଆଭିମୁଖ୍ୟ ହେଉଛି ଆମର ପାରାଦୀପ ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ ଏବଂ ପାରାଦୀପ ପୋର୍ଟ ଡିଏଲ୍ଆର୍ ଆଣ୍ଡ କଣ୍ଟ୍ରାକ୍ଟ ୱାର୍କର୍ସ ଆସୋସିଏସନ୍ ତରଫରୁ ପାରାଦୀପ ବନ୍ଦରକୁ ପାରାଦୀପ ପୋର୍ଟରେ କାମ କରୁଥିବା ଡିଏଲ୍ଆର୍ ଏବଂ କଣ୍ଟ୍ରାକ୍ଚୁଆଲ ୱାର୍କର୍ସ ମାନଙ୍କ ପାଇଁ ଆମର ଦୁଇଟା ସଂସ୍ଥା ତରଫରୁ ଆମେ ଗୋଟେ ଡିମାଣ୍ଡ ଦେଇଛୁ। କାଲି ମଧ୍ୟ ପାରାଦୀପ ବନ୍ଦର ଚେୟାରମ୍ୟାନକୁ ଆମେ ଭେଟିଥିଲୁ ଏବଂ ଏ ବିଷୟରେ ମଧ୍ୟ ଆଲୋଚନା କରିଥିଲୁ। ପାରାଦୀପ ବନ୍ଦର ଅବି ଭାରତ ବର୍ଷର 1 ନମ୍ବର ବନ୍ଦର, ସେଥିପାଇଁ ଆମେ ସମସ୍ତେ ଗର୍ବିତ ଏବଂ ପାରାଦୀପ ବନ୍ଦରରେ କାମ କରୁଥିବା ଶ୍ରମିକ ଭାଇମାନେ ଯେଉଁମାନେ ଡିଏଲ୍ଆର୍ ହିସାବରେ କାମ କରୁଛନ୍ତି ଗତ 30-35 ବର୍ଷ ହେଲାଣି, ତାଙ୍କର ଅକ୍ଲାନ୍ତ ପରିଶ୍ରମ, ଏମ୍ପ୍ଲୟି ମାନେ ରିଟାୟାର୍ଡ ହେଲା ପରେ ମଧ୍ୟ ଏମ୍ପ୍ଲୟିଙ୍କ ଭଳିଆ ସେମାନେ ପାରାଦୀପ ବନ୍ଦରରେ ସବୁ ଡିପାର୍ଟମେଣ୍ଟରେ କାମ କରୁଛନ୍ତି ଏବଂ ତାଙ୍କ ପରିଶ୍ରମ ଯୋଗୁଁ ଆଜି ପାରାଦୀପ ବନ୍ଦର 1 ନମ୍ବର ସ୍ଥାନ ସାରା ଓଡ଼ିଶାରେ, ସାରା ଭାରତ ବର୍ଷରେ ହେଇପାରିଛି। ତ ବହୁତ ଦିନରୁ ଆଲୋଚନା ଚାଲି ଆସିଥିଲା ଯେ ସେମ୍ ୱାର୍କ ସେମ୍ ପେ ପାଇଁ, କାହିଁକି ଗୋଟେ ଏମ୍ପ୍ଲୟି ରିଟାୟାର୍ଡ ହେଲା ପରେ ତା କାମ ଗୋଟେ ଡିଏଲ୍ଆର୍ ପିଲା କରୁଛି କିନ୍ତୁ ସେମ୍ ୱାର୍କ ସେମ୍ ପେ ପାଉନାହିଁ। ମାତ୍ର 15-17 ହଜାର ଟଙ୍କା ଦରମା ସେମାନେ ପାଉଛନ୍ତି, ଯେଉଁଥିରେ ତାଙ୍କର ପରିବାର ଚଳିବା ମଧ୍ୟ ମୁସ୍କିଲ ହେଇପଡ଼ୁଛି। ତ ଆମେ ପ୍ରଥମ ଭାବରେ ଡିମାଣ୍ଡ କରିଛୁ ସେମ୍ ୱାର୍କ ସେମ୍ ପେ। ଦ୍ୱିତୀୟ ଡିମାଣ୍ଡଟି ହେଉଛି ଆମର ଯେ ପାରାଦୀପ ବନ୍ଦରରେ 30 ବର୍ଷ 35 ବର୍ଷ ଚାକିରି କଲା ପରେ ଯେତେବେଳେ ସେ ଶ୍ରମିକ ରିଟାୟାର୍ଡ ହେଉଛି, ମାତ୍ର ଗୋଟାଏ ମାସର ଦରମା ଏବଂ ଗ୍ରାଚ୍ୟୁଇଟି ପାଇକିରି ସେ ଘରକୁ ଯାଉଛି। ଗୋଟାଏ ମାସର ଦରମା ଆଉ ଗ୍ରାଚ୍ୟୁଇଟି ମାତ୍ର 30-40 ହଜାର କି 50 ହଜାର ଭିତରେ ହେଉଛି। ଗୋଟେ ଶ୍ରମିକ ଭାଇ, ଗୋଟେ ଡିଏଲ୍ଆର୍ ପିଲା ଯିଏ ବନ୍ଦରରେ 30 ବର୍ଷ କାମ କରୁଛି, ଗାଁକୁ ଗଲାବେଳକୁ ମାତ୍ର 40-50 ହଜାର ଟଙ୍କା ପାଉଛି, ଇଏ ଠିକ୍ ନୁହଁ। ତ ତା ପାଇଁ ଗୋଟେ ରିଟାୟାରମେଣ୍ଟ ବେନିଫିଟ୍ ପାରାଦୀପ ବନ୍ଦର ଦେବା ଦରକାର। ସେଇ ହିସାବରେ ଆମେ ଏକ 15 ଲକ୍ଷ ଟଙ୍କା ଡିଏଲ୍ଆର୍ ପିଲାମାନଙ୍କ ରିଟାୟାରମେଣ୍ଟ ବେନିଫିଟ୍ସ ପାଇଁ ଆମେ ଡିମାଣ୍ଡ କରିଛୁ। ସ୍ୱାସ୍ଥ୍ୟ ହିସାବରେ ଗୋଟେ ପାରାଦୀପ ପୋର୍ଟ ଏମ୍ପ୍ଲୟି ଯେଉଁ ଭଳିଆ ଭାବରେ ଟ୍ରିଟମେଣ୍ଟ ପାଉଛି, ଆମେ ବନ୍ଦର କର୍ତ୍ତୃପକ୍ଷକୁ ରିକ୍ୱେଷ୍ଟ କରିଛୁ ଯେ ସେଇଭଳିଆ ଟ୍ରିଟମେଣ୍ଟ ଗୋଟେ ଡିଏଲ୍ଆର୍ ପିଲା ମଧ୍ୟ ପାଉ ଏବଂ ରିଟାୟାର ହେଲା ପରେ ପାରାଦୀପ ବନ୍ଦରର ଏମ୍ପ୍ଲୟି ମାନେ କଣ୍ଟ୍ରାକ୍ଚୁଆଲି ପୁଣି 3-5 ବର୍ଷ ଯାଇ କାମ କରୁଛନ୍ତି। ତ ଗୋଟେ ଡିଏଲ୍ଆର୍ ପିଲାଙ୍କୁ ମଧ୍ୟ ସେ ସୁଯୋଗ ଦିଆଯାଉ ଯେ ରିଟାୟାର ହେଲା ପରେ ମଧ୍ୟ କଣ୍ଟ୍ରାକ୍ଚୁଆଲି ସିଏ ଆଉ 3 ବର୍ଷ କାମ କରିପାରିବ। ଇଏ 4ଟା ପଏଣ୍ଟ ଉପରେ ଆମେ ଚେୟାରମ୍ୟାନ୍ ସହିତ ଆଲୋଚନା କାଲି ମୁଁ ମଧ୍ୟ କରିଥିଲି ଏବଂ ଡିମାଣ୍ଡ ମଧ୍ୟ ଦେଇଛି ଏବଂ ଚିଠି ମଧ୍ୟ ଲେଖିଛୁ ଆମର ଭାରତ ସରକାର ଶିଳ୍ପ ଆମର ଶିपिଂ ମିନିଷ୍ଟରକୁ, ଆମ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ, ଓଡ଼ିଶାର ଶିଳ୍ପ ମନ୍ତ୍ରୀଙ୍କୁ ଏବଂ ଆମର ଜଗତସିଂହପୁର ଏମ୍ପି ବିଭୁ ପ୍ରସାଦ ତରାଇଙ୍କୁ ଏକ ବିକଶିତ ପାରାଦୀପ ତିଆରି କରିବା ପାଇଁ ଆମେ ସମସ୍ତେ ଚେଷ୍ଟା କରୁଛୁ ଏବଂ ପାରାଦୀପ ବନ୍ଦରର ଶ୍ରମିକ ଭାଇମାନେ ଯେଉଁ ଭଳିଆ ଭାବରେ ନିର୍ଯାତିତ ହେଉଥିଲେ ବର୍ଷ ବର୍ଷ ଧରି, ମୁଁ ଆଶା କରୁଛି ଏଥର ଆଉ ହେବେନି, କାହିଁକି ଡବଲ ଇଞ୍ଜିନର ସରକାର ହେଇଛି କେନ୍ଦ୍ର ଏବଂ ରାଜ୍ୟରେ। ଆଗରୁ କିଛି ଡିମାଣ୍ଡ ଯାଉଥିଲେ, ଯେହେତୁ
दुईटा अलग सरकार थिला प्रोब्लेम होतला तो मु आशा करी जे एथर निश्चित ये सफलता ये श्रमिक मान भविष्य को नजर रे रखी आम एमपी विभू बाबू एवं आम शिल्प मंत्री जी पारादीप एमएलए मध्य समस्ते प्रचेष्टा करिवे कि ये डबल इंजिन सरकार रे डीएलआर पिला मान को पाई पारादीप बंदर रे काम करतुवा सब श्रमिक भाई मान को पाई आमे समस्ते एकाठी हेकि लागिबा एवं तांकर परिवार एवं तांका भविष्यत पाई एक सुफल आनी परिबा एवं से माने चाहिए जेहेतु सरकार रे अछंती निश्चित आमको सफलता मिली परिबो एवं मोर दृढ़ विश्वास आमर पारादीप पोर्ट चेयरमैन जो भाया भाव रे गठनशील चिंताधारा तांकर एवं वेलफेयर चिंताधारा एवं श्रमिक मान विगत दिन में से बहुत किसी काम करिसेंती तांकर दरमा मध्य बढ़ाई एवं विभिन्न डिपार्टमेंट रो दरमा बढ़ाई तो मु आशा करी ये कामटी हो पाइले यही जो सेम वर्क सेम पे एवं रिटायरमेंट बेनिफिट 15 लाख टंका गोटे श्रमिक भाई जो रिटायर्ड हम 15 लाख टंका पाइब गाँव को जीव एवं कॉन्ट्राक्चुअली 3 वर्ष आहरी अवधि दि जाऊ एवं तांकर मेडिकल फैसिलिटी ये 4टी डिमांड उपर आमे जो डिमांड देइछु मु आशा करी निश्चित आमे सफलता पाइबा एवं सबु राजनेता एवं सबु मंत्री मान को मु भी मो तरफ व्यक्तिगत स्तर रे तांको रिक्वेस्ट करी जे सेमाने भी सहयोग करंतु ये सफलता तांको परिवार पई आनिकी दबा पई। पारादीप राकेश पटनायक रिपोर्ट ओडिशा एकाम्र लाइव।